ରେମୁଣା ତ୍ରିବେଣୀ ଘାଟରେ ଶତାଧିକ ବର୍ଷର ବାରୁଣୀ ଯାତ୍ରା ଉଦ୍ଘାଟିତ। ଦୁଇଦିନିଆ ମେଳାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ମନ୍ଦାରପୁର, ଦହପଡ଼ା ଓ ନିଜାମପୁର ପଞ୍ଚାୟତର ମଧ୍ୟସ୍ଥଳ ତଥା 16 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ସୋନ, ବୁଢ଼ାବଳଙ୍ଗ ଓ ଗଙ୍ଗାହର ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ଘାଟରେ ଶତାଧିକ ବର୍ଷର ମହାବାରୁଣୀ ମେଳା ମଙ୍ଗଳବାର ଉଦ୍ଘାଟିତ ହୋଇଛି। ପ୍ରତିବର୍ଷ ଚୈତ୍ର ମାସ ଦ୍ୱାଦଶୀ ତିଥିରେ ମହାବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଥାଏ। 2 ଦିନ ଧରି ଚାଲିବାକୁ ଥିବା ମେଳାର ପ୍ରଥମ ଦିନରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି ଏବଂ ଭାରତ ବନ୍ଦ ପାଇଁ ଯାନବାହନ ଚଳାଚଳ ବନ୍ଦ ଥିବାରୁ ବୁଧବାର ଅଧିକ ସଂଖ୍ୟାରେ ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି। କରୋନା ମହାମାରୀ କାରଣରୁ ଗତ 2 ବର୍ଷ ଧରି ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମେଳାରେ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି। ମେଳାରେ ଘରକରଣା ସାମଗ୍ରୀ ସାଙ୍ଗକୁ ଚଟପଟି ଖାଦ୍ୟ, ପନିପରିବା, ହାତ ତିଆରି ସାମଗ୍ରୀର ପସରା ଲାଗିଛି। ପିଲାଙ୍କ ପାଇଁ ବିଭିନ୍ନ ଖାଦ୍ୟ ଏବଂ ଚକ୍ରୀ ଆକର୍ଷଣର କେନ୍ଦ୍ର ପାଲଟିଛି। ବହୁ ଦୂରଦୂରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁ ବାରୁଣୀ ତୀର୍ଥରେ ବୁଡ଼ ପକାଇବା ସହିତ ନିକଟ ରାମଶଙ୍କରଙ୍କ ମନ୍ଦିରରେ ନିଜର ତଥା ପରିବାରର ଶୁଭ ମନାସିଥାନ୍ତି ଏବଂ ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ ସଙ୍ଗମସ୍ଥଳରେ ପିଣ୍ଡଦାନ ପ୍ରକ୍ରିୟା ସମାପନ କରିଥାନ୍ତି। ସ୍ଥାନୀୟ ତ୍ରିବେଣୀଶ୍ୱର କ୍ଲବର ସ୍ୱେଚ୍ଛାସେବୀମାନେ ମେଳା ପରିଚାଳନା କରିବାରେ ସହାୟତା କରୁଛନ୍ତି। ପ୍ରବଳ ଗ୍ରୀଷ୍ମୋତ୍ତାପ ଦୃଷ୍ଟିରୁ ସ୍ୱେଚ୍ଛାସେବୀ ସଂସ୍ଥାମାନେ ଜଳଦାନ କରି ଲୋକଙ୍କ ତୃଷ୍ଣା ନିବାରଣ କରୁଛନ୍ତି।